जय जगन्नाथ। आमे ओडिया आम पखाला कंसा भारी बढ़िया। आबाଳ ବୃଦ୍ଧା ବନିତା ସମସ୍ତଙ୍କର ପ୍ରିୟ ପଖାଳ କଂସା। ଏହିପରି ଶୀତୁଆ ସକାଳର କଅଁଳ ଖରାରେ ବସି ପଖାଳ ଖାଇବାର ମଜା କିଛି ନିଆରା। ତା ସହିତ ଟିକେ ପାଗ ପାଣିରେ ଚକଟା ହେଇଗଲେ ପଖାଳ ତ ଉଡ଼ିଲା ଆଉ। ବର୍ତ୍ତମାନ ସମୟରେ ଯେଉଁଭଳି ଶୀତ ହେଉଛି ଲୋକମାନେ କଷ୍ଟରେ ଗାଧେଇବାକୁ ବି ରାଜି ହେଉନାହାନ୍ତି। ହେଲେ ମୋ ଝିଅକୁ ଦେଖନ୍ତୁ କେତେ ଖୁସି ମନରେ ଗାଧୋଉଛି ଯେ ଟୋଟାଲ କୁଣ୍ଡରୁ ବାହାରିବାର ନାମ ହିଁ ଧରୁନାହିଁ। ଯେହେତୁ ବାରିଟିଏ ଅଛି ବିନା ଆମିଷରେ କ'ଣ ରହିହେବ, ତେଣୁ ଘରକୁ ଚିକେନ ଆସିଥିଲା। ପ୍ରଥମେ ପ୍ରସ୍ତୁତି ସାରିଦେଲି, ତାପରେ ରୋଷେଇରେ ଲାଗି ପଡ଼ିଲି। ପ୍ରଥମେ କଷା ପ୍ରସ୍ତୁତ କରି ତାକୁ ସମାନ ଭାବରେ ସମସ୍ତଙ୍କ ଭିତରେ ବାଣ୍ଟିଦେଲି। ତାପରେ ଲାଲ ଟହଟହ ତରକାରୀ କରି ଭାତ ସହ ଚିକେନ ଆଉ ଅଣ୍ଡା ତରକାରୀ ପରସିଦେଲି। କୁହାଯାଏ ଝିଅମାନେ କାଳେ ବୟସ ତୁଳନାରେ ବହୁ ଜଲ୍ଦି ବଡ଼ ହେଇଯାଆନ୍ତି। ଦେଖୁନାହାନ୍ତି, ନିଜେ ଖାଇବା ସହ ତା ଦାଦାଙ୍କୁ ବି ଖୋଇ ଦେଉଛି। ଛୁଆମାନେ ହାତେ ହାତେ ଖାଇଲେ ତାଙ୍କର ତ ଯେଉଁ ଅବସ୍ଥା, ଛାଡ଼, ତା ନ କହିବା ଭଲ। ଶୋଇବା ପାଇଁ ଆଣିଲି ଯେ ଦେଖୁନାହାନ୍ତି, ଶୋଇବା କ'ଣ ଚକୋଲେଟ୍ ପ୍ୟାକେଟଟିକୁ ଧରିକି ବସି ପଡ଼ିଲା। ନିଜେ ଖାଇବା ସହ ଦାଦାଙ୍କୁ ବି ଦେଉଛି। ଏହିଭଳି ଭାବରେ ଦିନର ସମାପ୍ତି ଘଟିଲା। ଅନ୍ୟ ଏକ ଭିଡ଼ିଓରେ ଦେଖା ହେବାର ଆଶା ରହିଲା। ରହିଲି।